नमस्कार दर्शक बंधु समस्त चाषी भाई और भौणी मानक ପାଇଁ ଏକ ବହୁତ ବଡ଼ ଖୁସି ଖବର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର 23ତମ କିସ୍ତି ଅପେକ୍ଷାରେ ଥିବା କୋଟି କୋଟି ଚାଷୀଙ୍କ ପାଇଁ ଶେଷରେ ତାରିଖ ଘୋଷଣା ହୋଇସାରିଛି। ଆସନ୍ତା 20 ଜୁନ 2024 ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ 2000 ଟଙ୍କା ଲେଖାଏଁ ଜାରି କରିବେ। ତେବେ ଏହି କିସ୍ତି ପାଇବା ପାଇଁ ଆପଣଙ୍କୁ କେଉଁ କେଉଁ ଜରୁରୀ କାମ କରିବାକୁ ପଡ଼ିବ ଏବଂ କେଉଁ ଭୁଲ ହେଲେ ଆପଣଙ୍କ ଟଙ୍କା ଅଟକି ଯାଇପାରେ, ଆଜିର ଏହି ଭିଡିଓରେ ଆମେ ସେ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଜାଣିବା। ଯଦି ଆପଣ ବି ଜଣେ ପିଏମ୍ କିଷାନ ହିତାଧିକାରୀ ତେବେ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହା ଫଳରେ ଆପଣ ଟଙ୍କା ପାଇବାରେ କୌଣସି ଅସୁବିଧା ହେବ ନାହିଁ। ତେବେ ଚାଲନ୍ତୁ ଆରମ୍ଭ କରିବା। ତେବେ ଭିଡିଓଟି ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ ଗୋଟେ ଛୋଟିଆ ଅନୁରୋଧ ଯେ ଯଦି ଆପଣମାନେ ପ୍ରଥମ ଥର ପାଇଁ ଆମ ଚ୍ୟାନେଲକୁ ଆସିଛନ୍ତି ଏବଂ ଏ ପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିକି ଅଲ୍ ସେଟ୍ କରି ରଖନ୍ତୁ, ଯାହାଦ୍ୱାରା ଆପଣମାନେ ଆଗକୁ ଏପରି ନୂଆ ନୂଆ ଲାଟେଷ୍ଟ ଅପଡେଟ୍ର ନୋଟିଫିକେସନ ସର୍ବପ୍ରଥମେ ପାଇପାରିବେ। ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ 23ତମ କିସ୍ତି ପାଇଁ କୌଣସି ଅଫିସିଆଲ ତାରିଖ ଘୋଷଣା କରାଯାଇ ନାହିଁ। ତେବେ ପୂର୍ବ ବର୍ଷ ଗୁଡ଼ିକର ଟ୍ରେଣ୍ଡକୁ ଦେଖିଲେ ଏହି କିସ୍ତି ଜୁନ ଜୁଲାଇ 2024 ମଧ୍ୟରେ ଆସିବାର ସମ୍ଭାବନା ରହିଛି। କିଛି ରିପୋର୍ଟରେ ଏହି କିସ୍ତି ଜୁନ 20 2024ରେ ଜାରି ହୋଇପାରେ ବୋଲି ଆଶା କରାଯାଉଛି, କିନ୍ତୁ ଏହା ସରକାରୀ ଭାବେ ସ୍ପଷ୍ଟ କରାଯାଇନାହିଁ। ଗୁରୁତ୍ୱପୂର୍ଣ୍ଣ ସୂଚନା, ଇକେୱାଇସି ଜରୁରୀ। ଯଦି ଆପଣ 23ତମ କିସ୍ତି ପାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କର ଇକେୱାଇସି ସମ୍ପୂର୍ଣ୍ଣ ହୋଇଥିବା ନିହାତି ଆବଶ୍ୟକ। ଯେଉଁ ଚାଷୀଙ୍କର ଇକେୱାଇସି ବାକି ଅଛି ସେମାନେ ତୁରନ୍ତ ପିଏମ୍ କିଷାନ ପୋର୍ଟାଲ କିମ୍ବା ନିକଟସ୍ଥ ସିଏସ୍ସି କେନ୍ଦ୍ରକୁ ଯାଇ ଏହାକୁ ସମ୍ପୂର୍ଣ୍ଣ କରନ୍ତୁ। ତେବେ ଆଧାର ସିଡିଂ, ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ ଏବଂ ଏନପିସିଆଇ ସିଡିଂ ହୋଇଥିବା ନିଶ୍ଚିତ କରନ୍ତୁ। ଏହା ବିନା ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସିବନି। ତେବେ କିଭଳି ଭାବରେ ନିଜର ଷ୍ଟାଟସ ଚେକ୍ କରିବେ ଦେଖନ୍ତୁ। ଆପଣ ନିଜର ଆବେଦନ ସ୍ଥିତି ଷ୍ଟାଟସ pmkisan.gov.in ୱେବସାଇଟରେ ନାଉ ୟୋର ଷ୍ଟାଟସ ବ୍ୟାନ ମାଧ୍ୟମରେ ଯାଞ୍ଚ କରିପାରିବେ। ସେଠାରେ ଆପଣ ନିଜର ପଞ୍ଜୀକରଣ ନମ୍ବର କିମ୍ବା ଆଧାର ନମ୍ବର ଦେଇ ତଥ୍ୟ ପାଇପାରିବେ। କିସ୍ତି ପାଇବା ପାଇଁ କାହିଁକି ବିଳମ୍ବ ହୋଇପାରେ ଦେଖନ୍ତୁ। ଯଦି ଆପଣଙ୍କ ଷ୍ଟାଟସରେ ୱିଥହେଲ୍ଡ ଅଣ୍ଡର ଭେରିଫିକେସନ କିମ୍ବା ଇଲିଜିବିଲିଟି ଅଣ୍ଡର ରିଭ୍ୟୁ ଭଳି ମେସେଜ ଆସୁଛି ତେବେ ଆପଣଙ୍କୁ ଆବଶ୍ୟକ ଦଲିଲ ଦେଇ ଯାଞ୍ଚ ପ୍ରକ୍ରିୟା ଶୀଘ୍ର ସାରିବାକୁ ପଡ଼ିବ। ସତର୍କତା ଅବଲମ୍ବନ କରନ୍ତୁ। ଅନଲାଇନରେ ବହୁତ ଗୁଜବ ପ୍ରଚାରିତ ହେଉଛି। କେବଳ ସରକାରୀ ୱେବସାଇଟ pmkisan.gov.in ଉପରେ ଭରସା ରଖନ୍ତୁ ଏବଂ କୌଣସି ଅଜଣା ବ୍ୟକ୍ତିଙ୍କୁ ନିଜର ବ୍ୟକ୍ତିଗତ ବ୍ୟାଙ୍କ ସୂଚନା ଦିଅନ୍ତୁ ନାହିଁ। ଆପଣଙ୍କର କିଛି ଅଧିକ ସନ୍ଦେହ ଅଛି, ଯେପରି ଆଧାର ଲିଙ୍କ କିମ୍ବା ଷ୍ଟାଟସ ଯାଞ୍ଚ କରିବାର ପ୍ରକ୍ରିୟା ବିଷୟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର 23ତମ କିସ୍ତି ସମ୍ପର୍କିତ ସମ୍ପୂର୍ଣ୍ଣ ବିବରଣୀ ଜାଣିବା ପାଇଁ ସରକାରୀ ସୂଚନା ଅନୁଯାୟୀ 23ତମ କିସ୍ତି ଆସନ୍ତା 20 ଜୁନ 2024 ଆସନ୍ତା ଶନିବାର ଦିନ କରାଯିବ ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ହୁଗୁଲି ଜିଲ୍ଲାର ତାସ୍କେଶ୍ୱର ଠାରେ ଏହି କିସ୍ତିର ଶୁଭାରମ୍ଭ କରିବେ। ଏହି ଦିନ ପାତ୍ର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ 2000 ଟଙ୍କା ସ୍ଥାନାନ୍ତର କରାଯିବ। ଯଦି ଆପଣ 23ତମ କିସ୍ତିର ଟଙ୍କା ପାଇବାକୁ ଚାହୁଁଛନ୍ତି ତେବେ କେତେ ଗୁଡ଼ିଏ ଜିନିଷ ଉପରେ ନଜର ରଖିବାକୁ ପଡ଼ିବ। ଇକେୱାଇସି, ସମସ୍ତ ପଞ୍ଜୀକୃତ ଚାଷୀ ପାଇଁ ଇକେୱାଇସି ବାଧ୍ୟତାମୂଳକ। ଯଦି ଆପଣ ଏହା କରିନାହାନ୍ତି ତେବେ ପିଏମ୍ କିଷାନ ପୋର୍ଟାଲ କିମ୍ବା ନିକଟସ୍ଥ ସିଏସ୍ସି କେନ୍ଦ୍ରରେ ବାୟୋମେଟ୍ରିକ ଭାବରେ ଏହା କରିନିଅନ୍ତୁ। ଆଧାର ବ୍ୟାଙ୍କ ଲିଙ୍କ, ଏନପିସିଆଇ, ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ ରହିବା ସହ ତାହା ଏନପିସିଆଇ ଡିବିଟି ସହିତ ସିଡିଂ ହୋଇଥିବା ନିହାତି ଜରୁରୀ ଅଟେ। କେବଳ ଆଧାର ଲିଙ୍କ ଥିଲେ ହେବ ନାହିଁ, ଆକାଉଣ୍ଟରେ ଏନପିସିଆଇ ମ୍ୟାପିଂ ଥିବା ଆବଶ୍ୟକ। ଫାର୍ମର ଆଇଡି, କିଛି ରାଜ୍ୟରେ ଏବେ ଫାର୍ମର ଆଇଡି ବାଧ୍ୟତାମୂଳକ କରାଯାଇଛି। ଯଦି ଆପଣ ଏହା କରିନାହାନ୍ତି ତେବେ 30 ଜୁନ ସୁଦ୍ଧା ଏହା ସମ୍ପୂର୍ଣ୍ଣ କରିବାକୁ ସରକାରଙ୍କ ସମୟ ଦେଇଛନ୍ତି। ଯଦି କୌଣସି ଅସୁବିଧା ହୁଏ ତେବେ 155261 କିମ୍ବା 1800115526 ନମ୍ବରରେ କଲ୍ କରି ପଚାରି ପାରିବେ। ଆପଣଙ୍କ ଷ୍ଟାଟସ ଯାଞ୍ଚ କରିବା ପାଇଁ କିଛି ସମସ୍ୟା ହେଉଛି କି ତେବେ ଆମକୁ କମେଣ୍ଟ ମାଧ୍ୟମରେ ନିହାତି ଭାବରେ ଜଣାନ୍ତୁ। ତେବେ ଆଗକୁ ଏଭଳି ନୂଆ ନୂଆ ଭିଡିଓ ପାଇଁ ଆମ ଚ୍ୟାନେଲ ସହ ଜଡ଼ିତ ରୁହନ୍ତୁ। ଚ୍ୟାନେଲ ସହ ଜଡ଼ିତ ରହିବାକୁ ହେଲେ ଭିଡିଓକୁ ଲାଇକ୍ କରି ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ କରିନଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିକି ଅଲ୍ ସେଟ୍ କରି ରଖନ୍ତୁ। ତେବେ ରହୁଛି, ପୁଣି ଦେଖା ହେବ ନୂଆ ଭିଡିଓରେ।